ପ୍ରଶ୍ନ ନମ୍ବର 1 ଓଡ଼ିଶାରେ କେବେ ଓ କେଉଁଠାରେ ଗଙ୍ଗ ରାଜବଂଶ ଶାସନ କରୁଥିବାର ପ୍ରମାଣ ମିଳେ? ଉତ୍ତର ଓଡ଼ିଶାର ଦକ୍ଷିଣାଞ୍ଚଳରେ 5ମ ଶତାବ୍ଦୀର ଶେଷ ଭାଗରେ। ପ୍ରଶ୍ନ ନମ୍ବର 2 ଗଙ୍ଗ ରାଜବଂଶର ମୂଳ ରାଜାଙ୍କ ନାମ କ'ଣ ଥିଲା? ଉତ୍ତର ରାଜା କାମାନବ। ପ୍ରଶ୍ନ ନମ୍ବର 3 ଗଙ୍ଗବଂଶୀମାନେ କେତୋଟି ଶାଖାରେ ବିଭକ୍ତ ହୋଇଥିଲେ? ଉତ୍ତର 2ଟି ଶାଖାରେ ଯଥା ମହୀଶୂରର ଗଙ୍ଗବଂଶ ଓ ତ୍ରିକଳିଙ୍ଗର ଗଙ୍ଗବଂଶ। ପ୍ରଶ୍ନ ନମ୍ବର 4 ମହୀଶୂରର ଗଙ୍ଗବଂଶୀମାନେ କେଉଁ ବଂଶୀ ଓ ସେମାନଙ୍କର ଗୋତ୍ର କ'ଣ ଥିଲା? ଉତ୍ତର ସୂର୍ଯ୍ୟବଂଶୀ ଓ ସେମାନଙ୍କର ଗୋତ୍ର ଥିଲା କଣୁଆୟଣ। ପ୍ରଶ୍ନ ନମ୍ବର 5 ଓଡ଼ିଶାର ଗଙ୍ଗବଂଶୀ ରାଜାମାନେ କେଉଁ ବଂଶୀ ଓ ସେମାନଙ୍କର ଗୋତ୍ର କ'ଣ ଥିଲା? ଉତ୍ତର ଚନ୍ଦ୍ରବଂଶୀ ଓ ସେମାନଙ୍କର ଗୋତ୍ର ଥିଲା ଆତ୍ରେୟ। ପ୍ରଶ୍ନ ନମ୍ବର 6 ଓଡ଼ିଶାର ଗଙ୍ଗବଂଶୀ ରାଜାମାନେ କେଉଁଠି ଶାସନ କରୁଥିଲେ? ଉତ୍ତର ତ୍ରିକଳିଙ୍ଗ ରାଜ୍ୟରେ। ପ୍ରଶ୍ନ ନମ୍ବର 7 କିଏ ନିଜକୁ ସକଳ କଳିଙ୍ଗର ସମ୍ରାଟ ବୋଲି ଦାବି କରୁଥିଲେ? ଉତ୍ତର ଗଙ୍ଗବଂଶର ରାଜା ହସ୍ତିବର୍ମନ ସକଳ କଳିଙ୍ଗର ସମ୍ରାଟ ବୋଲି ନିଜକୁ ଦାବି କରୁଥିଲେ। ପ୍ରଶ୍ନ ନମ୍ବର 8 ଗଙ୍ଗମାନଙ୍କର ରାଜଧାନୀ କେଉଁଠି ଅବସ୍ଥିତ ଥିଲା? ଉତ୍ତର କଳିଙ୍ଗ ନଗରଠାରେ। ପ୍ରଶ୍ନ ନମ୍ବର 9 କେଉଁ ଗଙ୍ଗ ସମ୍ରାଟ ନିଜକୁ ପରମ ଭଟ୍ଟାରକ ବୋଲି ବିବେଚନା କରୁଥିଲେ? ଉତ୍ତର ପଞ୍ଚମ ବଜ୍ରହସ୍ତ। ପ୍ରଶ୍ନ ନମ୍ବର 10 କିଏ ପଞ୍ଚମ ବଜ୍ରହସ୍ତଙ୍କ ପୁତ୍ର ଥିଲେ? ଉତ୍ତର ପ୍ରଥମ ରାଜରାଜ ଦେବ। ପ୍ରଶ୍ନ ନମ୍ବର 11 ପ୍ରଥମ ରାଜରାଜ ଦେବ କେବେ ସିଂହାସନ ଆରୋହଣ କରିଥିଲେ? ଉତ୍ତର 1070 ଖ୍ରୀଷ୍ଟାବ୍ଦରେ। ପ୍ରଶ୍ନ ନମ୍ବର 12 ପ୍ରଥମ ରାଜରାଜ ଦେବ କାହାକୁ ବିବାହ କରିଥିଲେ? ଉତ୍ତର ଭେଙ୍ଗିର ଚାଲୁକ୍ୟ ବଂଶୀ ରାଜା କୁଳତୁଙ୍ଗ ଚୋଳଙ୍କ କନ୍ୟା ରାଜସୁନ୍ଦରୀଙ୍କୁ ବିବାହ କରିଥିଲେ। ପ୍ରଶ୍ନ ନମ୍ବର 13 କେବେ ପ୍ରଥମ ରାଜରାଜ ଦେବଙ୍କର ମୃତ୍ୟୁ ହେଲା? ଉତ୍ତର 1077 ଖ୍ରୀଷ୍ଟାବ୍ଦରେ। ପ୍ରଶ୍ନ ନମ୍ବର 14 ଅନନ୍ତ ବର୍ମନ ଚୋଳଗଙ୍ଗ ଦେବ କିଏ ଥିଲେ? ଉତ୍ତର ପ୍ରଥମ ରାଜରାଜ ଦେବଙ୍କ ପୁତ୍ର ଓ ଗଙ୍ଗବଂଶର ପ୍ରକୃତ ପ୍ରତିଷ୍ଠାତା ଓ ସାମ୍ରାଜ୍ୟର ନିର୍ମାତା। ପ୍ରଶ୍ନ ନମ୍ବର 15 ପିତାଙ୍କ ମୃତ୍ୟୁ ବେଳକୁ ଚୋଳଗଙ୍ଗ ଦେବଙ୍କୁ କେତେ ବର୍ଷ ବୟସ ହୋଇଥିଲା? ଉତ୍ତର 2 ବର୍ଷ ବୟସ। ପ୍ରଶ୍ନ ନମ୍ବର 16 କେତେ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଗଙ୍ଗବଂଶୀ ରାଜାମାନେ ଶାସନ କରିଥିଲେ? ଉତ୍ତର 1435 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। ପ୍ରଶ୍ନ ନମ୍ବର 17 ଚୋଳଗଙ୍ଗ ଦେବ ତାଙ୍କ ରାଜଧାନୀ କେଉଁଠୁ କେଉଁଠିକୁ ପରିବର୍ତ୍ତନ କରିଥିଲେ? ଉତ୍ତର କଳିଙ୍ଗ ନଗରଠାରୁ କଟକକୁ ପରିବର୍ତ୍ତନ କରିଥିଲେ। ପ୍ରଶ୍ନ ନମ୍ବର 18 ଚୋଳଗଙ୍ଗ ଦେବ ବ୍ୟକ୍ତିଗତ ଜୀବନରେ କାହାର ଭକ୍ତ ଥିଲେ? ଉତ୍ତର ଶିବଙ୍କର ଭକ୍ତ ଥିଲେ। ପ୍ରଶ୍ନ ନମ୍ବର 19 ଚୋଳଗଙ୍ଗ ଦେବ ନିଜକୁ କ'ଣ ବୋଲି ଘୋଷଣା କରିଥିଲେ? ଉତ୍ତର ପରମ ବୈଷ୍ଣବ ପରମ ମହେଶ୍ୱର ବୋଲି ଘୋଷଣା କରିଥିଲେ। ପ୍ରଶ୍ନ ନମ୍ବର 20 ପୁରୀରେ ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ? ଉତ୍ତର ଚୋଳଗଙ୍ଗ ଦେବ। ପ୍ରଶ୍ନ ନମ୍ବର 21 କୌଶଲ୍ୟା ଗଙ୍ଗ କିଏ ଖୋଳାଇଥିଲେ? ଉତ୍ତର ଚୋଳଗଙ୍ଗ ଦେବ। ପ୍ରଶ୍ନ ନମ୍ବର 22 କିଏ ଲିଙ୍ଗରାଜ ମନ୍ଦିରକୁ ଏକ ଶାଶ୍ୱତ ଦ୍ୱୀପ ଦାନ କରିଥିଲେ? ଉତ୍ତର ଚୋଳଗଙ୍ଗ ଦେବ। ପ୍ରଶ୍ନ ନମ୍ବର 23 କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ନିର୍ମାଣ କରିଥିଲେ? ଉତ୍ତର ପ୍ରଥମ ନରସିଂହ ଦେବ। ପ୍ରଶ୍ନ ନମ୍ବର 24 ପ୍ରଥମ ନରସିଂହ ଦେବ କେଉଁ ଦେବତାଙ୍କୁ ଉପାସନା କରୁଥିଲେ? ଉତ୍ତର ସୂର୍ଯ୍ୟ ଦେବତାଙ୍କ ପରମ ଉପାସକ ଥିଲେ। ପ୍ରଶ୍ନ ନମ୍ବର 25 ପ୍ରଥମ ନରସିଂହ ଦେବଙ୍କ ରାଜସଭାର ବିଶିଷ୍ଟ କବିଙ୍କ ନାମ କ'ଣ? ଉତ୍ତର ବିଦ୍ୟାଧର। ପ୍ରଶ୍ନ ନମ୍ବର 26 ବିଦ୍ୟାଧର କେଉଁ କାବ୍ୟ ରଚନା କରିଥିଲେ? ଉତ୍ତର ଏକାବଳୀ କାବ୍ୟ ରଚନା କରିଥିଲେ। ପ୍ରଶ୍ନ ନମ୍ବର 27 ଗଙ୍ଗ ରାଜବଂଶ ଓଡ଼ିଶାରେ ପାଖାପାଖି କେତେ ବର୍ଷ ଶାସନ କରିଥିଲା? ଉତ୍ତର 350 ବର୍ଷ। ପ୍ରଶ୍ନ ନମ୍ବର 28 ଗଙ୍ଗବଂଶର ଶେଷ ରାଜା କିଏ ଥିଲେ? ଉତ୍ତର ଚତୁର୍ଥ ଭାନୁଦେବ। ପ୍ରଶ୍ନ ନମ୍ବର 29 ଗଙ୍ଗ ରାଜତ୍ୱ ବିଷୟରେ କେଉଁ ପୁସ୍ତକରୁ ସୂଚନା ମିଳେ? ଉତ୍ତର ଗଙ୍ଗ ବଂଶାନୁଚରିତମ୍ ପୁସ୍ତକରୁ। ପ୍ରଶ୍ନ ନମ୍ବର 30 ଗଙ୍ଗ ରାଜତ୍ୱ ବେଳେ ଶାସନ ମୁଖ୍ୟ କିଏ ଥିଲେ? ଉତ୍ତର ରାଜା। ପ୍ରଶ୍ନ ନମ୍ବର 31 ଗଙ୍ଗ ରାଜତ୍ୱରେ ମନ୍ତ୍ରୀମାନଙ୍କୁ କ'ଣ କୁହାଯାଉଥିଲା? ଉତ୍ତର ପାତ୍ର ସାମନ୍ତ। ପ୍ରଶ୍ନ ନମ୍ବର 32 ଗଙ୍ଗ ସମ୍ରାଟମାନେ ସାମ୍ରାଜ୍ୟକୁ କେଉଁ ଭାବରେ ବିଭକ୍ତ କରିଥିଲେ? ଉତ୍ତର ମହାମଣ୍ଡଳରେ। ପ୍ରଶ୍ନ ନମ୍ବର 33 ମହାମଣ୍ଡଳର ମୁଖ୍ୟଙ୍କୁ କ'ଣ କୁହାଯାଉଥିଲା? ଉତ୍ତର ମହାମାଣ୍ଡଳିକ। ପ୍ରଶ୍ନ ନମ୍ବର 34 ଗଙ୍ଗ ସମ୍ରାଟମାନେ ଉତ୍ପନ୍ନ ଶସ୍ୟର କେତେ ଅଂଶ କର ଭାବେ ଆଦାୟ କରୁଥିଲେ? ଉତ୍ତର 1/6। ପ୍ରଶ୍ନ ନମ୍ବର 35 ଅଗ୍ରଦ୍ୱାର କ'ଣ? ଉତ୍ତର ଗଙ୍ଗ ଶାସନ ସମୟରେ ବ୍ରାହ୍ମଣ ଦତ୍ତ ନିଷ୍କର ଭୂମି। ପ୍ରଶ୍ନ ନମ୍ବର 36 କାହାକୁ ଜଗନ୍ନାଥଙ୍କର ରାଉତ ବା ପ୍ରତିନିଧି ବୋଲି କୁହାଯାଉଥିଲା? ଉତ୍ତର ତୃତୀୟ ଅନଙ୍ଗ ଭୀମଦେବଙ୍କୁ। ପ୍ରଶ୍ନ ନମ୍ବର 37 ଓଡ଼ିଆ ଭାଷା ଓ ଲିପି କେଉଁ ରାଜତ୍ୱ କାଳରେ ନିର୍ଦ୍ଦିଷ୍ଟ ରୂପରେଖ ଧାରଣ କରିଥିଲେ? ଉତ୍ତର ଗଙ୍ଗ ରାଜତ୍ୱ କାଳରେ। ପ୍ରଶ୍ନ ନମ୍ବର 38
ଓଡ଼ିଆ ଭାଷାରେ କିଏ କାହା ରାଜତ୍ୱ କାଳରେ ମହାକାବ୍ୟ ମହାଭାରତ ରଚନା କରିଥିଲେ? ଉତ୍ତର ସାରଳା ଦାସ ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ। ପ୍ରଶ୍ନ ନମ୍ବର 39 କିଏ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ନାଟ ମଣ୍ଡପ ନିର୍ମାଣ କରିଥିଲେ? ଉତ୍ତର ତୃତୀୟ ନଙ୍ଗ ଭୀମଦେବ। ପ୍ରଶ୍ନ ନମ୍ବର 40 ଗଙ୍ଗବଂଶୀ ରାଜତ୍ୱ ପରେ ଓଡ଼ିଶାରେ କେଉଁ ବଂଶ ରାଜତ୍ୱ କରିଥିଲେ? ଉତ୍ତର ସୂର୍ଯ୍ୟବଂଶ। LD ସାର୍ ଏଜୁକେସନ୍। ଦେଖନ୍ତୁ ଆପଣଙ୍କର ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ବହୁ ମାତ୍ରାରେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।